श्रीमद्भागवत। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरि यत्कृपातमहं वन्दे परमानन्दमाधवम्। निगमकल्पतरुगलितं फलं सुखमुखाद्मृतद्रवसंयुतं पिबत भागवतं रसमालयं मुहुरहो रसिका भुवि भावुका। नवम स्कंद दशम अध्याय। श्रीशुक उवाच। एबे हो शुण महीपति जे बंचे जाहार संतति जे कूले सेवा अधिपति शुणते पाप विनाशन्ति। खट्वांग दीर्घ बाहु नाम पुत्र होइला गुणधाम रघु ताहार तहु जात सकले गुणे सुविख्यात। अज ताहार तहु जात तार कुमार दशरथ से रथ घरे हरि जन्मिले नर देह धरी। चतुर्धा रूपे देव कार्ये जन्मिले दशरथ वीर्ये। राम लक्ष्मण शत्रुघ्न भरत तुले चारि नाम। से रामचरित तु सुखे शुणिचुरु सिंह सम्मुखे। गुरु वचने राज्य छाड़ी पद्मचरण भूमि माड़ी। लक्ष्मण सीता सहित रे जे दुखे वंचिले वनरे। सुग्रीव तुले मित्र हेले विरूप असुरी कुकले। प्रिया विच्छेदे अंध होई समुद्रे बंध जे बंधाई। प्रथमे विश्वामित्र संगे यज्ञ रखिले अनुरागे। मरीच आदि निशाचरे रात्रे मिलिले वन घोरे। लक्ष्मण तुले ता संहारी मुनिक यज्ञ रक्षा करी। पुणी जानकी स्वयंवरे मिलिले विदेह नगरे। भांगिले ईश्वर को दंड गज जेसने इक्षुदंड। अशेष राजा गण जिणी सीतांकु स्वयं बरुआणी। अयोध्या नगरी आसन्ते मिलिले परशुराम पथे। श्रीराम मुख चाहि बोले धनु भांगिलु तुझे बळे। मो धनु बाम करे बह नहिले सीता मोते दिय। हेमंत तार वाक्य घोरे ईशिते धनु धरी करे। तक्षणे भृगु पति बोले जंघे बसाई गुण देले। रामर देखी घोरतम पादे पड़िले परशुराम। सीतांको आणी वेदस्वरे विवाह होई निजपुरे। पिता जे पत्नी बस होई जाहा बोइला कइकेई। मोर तनय राजा हेउ तो सुत राम बने जाऊ। से पुणी पितार वचने तक्षणे मी चलिले विपिने।
ବନେ ବୁଲନ୍ତେ ଦୁଇ ଭାଇ ଜନକ ସୁତା ସଙ୍ଗେ ନେଇ ରାବଣ ଭଗ୍ନି ଶୂର୍ପଣଖା ମାୟାରେ ବନେ ଦେଲା ଦେଖା ଲକ୍ଷ୍ମଣ ତାକୁ ଟ ଜାଣିଲେ ନାସା ଶ୍ରବଣେ ତା ଛେଦିଲେ ତା ପକ୍ଷ ଛଳେ ଦୈତ୍ୟଗଣ ଉଭାରି କଲେ ଘୋର ରଣ ଖରଦୃଷଣ ଯେ ତ୍ରିଶିରା ଯୁଦ୍ଧେ ମିଳିଲେ ମହାବୀରା ସେ ଶୂର୍ପଣଖା ବନ୍ଧୁପଣେ ଯେତେ ମିଳିଲେ ଘୋର ରଣେ ତାକୁ ଛେଦିଲେ ତୀକ୍ଷ୍ଣ ସରେ ଅଶେଷ ଜନ ଉପକାରେ ସହସ୍ର ଚତୁର୍ଦଶ ବଳ ଛେଦିଲେ ଦଶରଥ ବାଳ ତାହାର ରୂପ ଗୁଣ କଥା ଶୁଣି ରାବଣ ମନେ ବ୍ୟଥା ଚିତ୍ତେ ଭେଦିଲା କାମସର ରାକ୍ଷସ ପଶେ ଅନ୍ତପୁର ମରିଚ ରାବଣ ଆଦେଶେ ବେଗେ ମିଳିଲା ରାମ ପାଶେ ଅଦ୍ଭୁତ ରୂପେ ଶୂନ୍ୟ ଆସି ମିଳିଲା ଗଗନ ଯେ ଗ୍ରାସୀ ସୀତା ଉଦ୍ଦେଶ୍ୟେ ତାକୁ ଜିଣି ତୀକ୍ଷ୍ଣ ନାରାଚେ ଶିରହାଣି ବରଷା ଋତୁ ଆଗମନେ ବଞ୍ଚିଲେ ମାଲ୍ୟବନ୍ତ ବନେ ତିନ୍ତୁଳି ବୃକ୍ଷ ବନେ ରହି ପଲ୍ଲବେ କୁଟୀରେ ଭିଆଇ ଅଦ୍ଭୁତ ବିଧାତାର ଯୋଗ ବନେ ମିଳିଲା ମାୟା ମୃଗ ବନେ ସୁବର୍ଣ୍ଣ ମୃଗ ଦେଖି ରାମଙ୍କୁ ବୋଲେ ଶଶିମୁଖୀ ଭୋନାଥ ମୋର କ୍ରୀଡ଼ା ଅର୍ଥେ ସୁବର୍ଣ୍ଣ ମୃଗ ଦିଅ ମୋତେ ସେ ରାମ ନାରୀ ବଶ ହୋଇ ଧନୁ ନାରାଚ କରେ ନେଇ ଧାଇଁଲେ ତାର ବଧ ଅର୍ଥେ ସେ ପୁଣି ପଶିଲା ବନସ୍ତେ ତାହାକୁ ମାରିବାର କାଳେ ଶବଦ କଲା ସେ ବିକଳେ ରଖ ଲକ୍ଷ୍ମଣ ସେ ବୋଇଲା ଜାନକୀ ଶୁଣି ଭୟ କଲା ଲକ୍ଷ୍ମଣ ଯାଅ ବେଗେ ହୋଇ ସ୍ୱାମୀର ମୁଖ ନ ଦେଖଇ ତକ୍ଷଣେ ଧନୁ ଧରି ହସ୍ତେ ଗଲେ ଶ୍ରୀରାମ ଚନ୍ଦ୍ର ପଥେ ରାବଣ ମିଳେ ବୃକ୍ଷ ତଳେ ସୀତାଙ୍କୁ ନେଲା ଅନ୍ତରାଳେ ସୀତା ବିଚ୍ଛେଦ ଦୁଃଖ ମନେ ମିଳିଲେ ଋଷ୍ୟ ମୁକ ବନେ ସେବନେ ବାଳିକି ସଂହାରୀ ସୁଗ୍ରୀବ ସଙ୍ଗେ ମିତ୍ର କରି ଅଙ୍ଗଦ ହନୁମାନ ତୁଲେ ସମୁଦ୍ର ନିକଟେ ମିଳିଲେ ପ୍ରିୟା ବିଯୋଗେ ଦୁଃଖ ମନ ଜାଣିଲେ ବରୁଣ ରାଜନ ସ୍ୱଭାବେ ଦୁର୍ଗମ ଗଭୀର ବୁଲନ୍ତି ମଗର କୁମ୍ଭୀର ତକ୍ଷଣେ ନିଜ ରୂପ ଧରି ରାମଚରଣେ ନମସ୍କାରୀ ଅନେକ ବାକ୍ୟେ ସ୍ତୁତି କଲା ସେତୁ ବନ୍ଧନେ ମାର୍ଗ ଦେଲା ବୋଲଇ ଭକ୍ତି ଭାବ ବହି ରାବଣ ବଧ କର ତୁହି ସକଳ ସୁର ସଂହାରୀ ବେଗେ ତୁଲଭ ନିଜ ନାରୀ ତୋ ଯଶ ରହୁ ଦଶ ଦିଶେ ମୁନିଏ ଗାଇବେ ହରସେ ସୁଗ୍ରୀବ ବଳ ହନୁମନ୍ତ ଅଙ୍ଗଦ ଘେନି କପିଯୁଥ ଚଳନ୍ତୁ ରକ୍ଷ ବଳ ସଙ୍ଗେ
ଲଙ୍କା ଗମନ କର ବେଗେ। ନିକୁମ୍ଭ କୁମ୍ଭ ଇନ୍ଦ୍ରଜିତ ଧୂମ୍ରାକ୍ଷ ଆଦି ଯେତେ ସୁତ ଏ ଆଦି ଯେତେ ଘୋର ସୈନ୍ୟ କୁମ୍ଭକର୍ଣ୍ଣାଦି ବୀରମାନ ଶୂଳ ଖଡ଼ଗ ଗଦା ଯଷ୍ଟି ଭୂଷଣ୍ଡୀ ନାନାಂ ଶରବୃଷ୍ଟି ପ୍ରହାର ଅସୁର ସମୂହେ ସମୂଳେ ଜାନ୍ତୁ ସର୍ବେ କ୍ଷୟେ। ସୁଗ୍ରୀବ ଲକ୍ଷ୍ମଣ ସହିତେ ଗନ୍ଧମାର୍ଦ୍ଦନ ହନୁମନ୍ତେ ଏ ଆଦି ରକ୍ଷ ବଳ ତୁଲେ ରାବଣ ସଂହାର ତୁ ଭଲେ। ଏମନ୍ତେ ବରୁଣର ବାଣୀ ଶୁଣି ଚଳିଲେ ରଘୁମଣି ସଙ୍ଗତେ ଘେନି କପିବଳ ଲଙ୍କାରେ ସଂଯୋଗୀୟ ନଳ। ରାକ୍ଷସ ସଙ୍ଗେ ଯୁଦ୍ଧ କରି ଅନେକ ବଳ ତା ସଂହାରି ସୀତା ହରଣ ଦୋଷ ଫଳେ ସର୍ବେ ସଂଗ୍ରାମେ ନାଶ ଗଲେ। ଦେଖିଣ ବୀରଙ୍କ ମରଣ ରଥ ଆହୁରିଲା ରାବଣ। ବସି ପୁଷ୍ପକ ଦିବ୍ୟ ଜାନେ ମିଳିଲା ରାମ ସନ୍ନିଧାନେ। ରାମ ରାବଣ ମୁଖ ଚାହିଁ କହନ୍ତି କୋପ ଭର ହୋଇ ମୋ ନାରୀ ଆଣିଲୁ ଚୋରାଇ ତପ ପ୍ରଭାବେ ଗର୍ବ ବହି। ଆଜ ସାରିବି ତପ ଫଳ ହେଳେ ଗଞ୍ଜିବି ତୋର ବଳ। ଏମନ୍ତ କହି ରଘୁନାଥ କୋପେ କୋଦଣ୍ଡ ଧରି ହସ୍ତ ବଜ୍ର ସମାନ ରାମସର ଭେଦିଲା ଅସୁର ହୃଦର। ରଥୁ ପଡ଼ିଲା ଭୂମି ତଳେ ଦଶ ବଦନୁ ରକ୍ତ ଗଳେ। ଭୂମି କମ୍ପିଲା ଥରହର ଶବଦ ଶୁଭେ ମହାଘୋର। ରାବଣ ହତ ଶୁଣି କର୍ଣ୍ଣେ ସଭ୍ରମେ ଅନ୍ତପୁର ଜନେ। ତକ୍ଷଣେ ମନ୍ଦ ଧରି ତୁଲେ ରାକ୍ଷସୀ ଗଣ ଉଭାରିଲେ। ରୋଦନ କରନ୍ତି ବିକଳେ ଶବଦେ ଭୁବନ ଉଛୁଳେ। ମିଳିଲେ ରଣ ଭୂମି ମଧ୍ୟେ ସ୍ୱାମୀ ମରଣେ ମନ ଖେଦେ। ହୃଦୟ ବେନି କରତାଳି ହାନାଥ ବୋଲେ ପାଦେ ପଡ଼ି। ରାକ୍ଷସ ନାରୀଙ୍କ ରୋଦନ ପୁରିଲା ଧରଣୀ ଗଗନ। କାନ୍ଦନ୍ତି ସ୍ୱାମୀ କୋଳ କରି ନାରୀଙ୍କ ସଙ୍ଗେ ମନ୍ଦୋଦରୀ। ମୋ ନାଥ ତୋହର ମରଣେ ପଶିବୁ କାହାର ଶରଣେ। ଲୋକ ଅଇରି ତୁ ରାବଣ ଅନାଥ କଲୁ ନାରାୟଣ। ତୋର ବିହୀନେ ଲଙ୍କାପୁରୀ ଏବେ ହୋଇଲା ହତଶିରୀ। ତୁ ନାଥ କାମ ବଶ ହୋଇ ଛନ୍ଦେ ହରିଲୁ ବୈଦେହୀ। ସେ ଦୋଷ ତୋତେ ନାଶ କଲା ମରଣ ଦଶା ଦିଆଇଲା। ଅନାଥ କଲୁ ଦଶ ଶିର ଆମ୍ଭ ସଙ୍ଗତେ ଲଙ୍କାପୁର। ଦେହକୁ କଲୁ ରୁଦ୍ରଦାସ ନରକେ ହୋଇବୁ ପ୍ରବେଶ। ଏମନ୍ତେ ସର୍ବ ନାରୀ ଜନେ ପ୍ରାଣ ଛାଡ଼ିଲେ ହୁତାସନେ। ରହିଲା ମନ୍ଦୋଦରୀ ଶେଷ ଏବେ ଶୁଣ କୁରୁ ଶିଷ୍ୟ। ରାବଣ ଭାଇ ବିଭୀଷଣ ଥିଲା ଯେ ରାମରେ ଶରଣ। ତାହାକୁ ଦେଲେ ମନ୍ଦୋଦରୀ ଲଙ୍କା ଅଧିପ ପଶେ କରି। ବୋଇଲେ ପ୍ରଭୁ ରଘୁବୀର
ତୁ ଏବେ ପ୍ରେତ କାର୍ଯ୍ୟ କର। ଏମନ୍ତ ଆଜ୍ଞା ତାକୁ ଦେଲେ, ଅଶୋକ ବିପିନ ମିଳିଲେ। ସୀତାଙ୍କୁ ଦେଖି ବେନି ଡୋଳେ, ଅଧୋବଦନେ ବୃକ୍ଷମୂଳେ। ରାମ ବିଚ୍ଛେଦ ବ୍ୟାଧି ଜରେ, କୃଷିତ ଅମିତ ପରେ। ନୟନେ ଅଶ୍ରୁ ଜଳ ପୁରୀ, ହାସିତା ବୋଲି করে ଧରି। ଜାନକୀ ପ୍ରଭୁ ମୁଖ ଚାହିଁ, ବେଗେ ଉଠିଲେ ଜ୍ଞାନ ପାଇ। ଆଦିତ୍ୟ ଦେଖି ପଦ୍ମ ଜେହ୍ନେ, ଅନାଇ ଜନ୍ମିଳ ଲୋଚନେ। ରାମର ହସ୍ତେ ହସ୍ତ ଦେଇ, କାଞ୍ଚନ ବିମାନ ଆରୋହୀ। ଲକ୍ଷ୍ମଣ ହନୁମନ୍ତ ତୁଲେ, ରାମ ବିମାନେ ବିଜେ କଲେ। ବିଭୀଷଣକୁ ଦାଶରଥୀ, ଲଙ୍କାରେ କଲେ ଅଧିପତି। ବୋଇଲେ ହୁଅ ତୁ ଅମର, କଳ୍ପେ ପର୍ଯ୍ୟନ୍ତ ଭୋଗ କର। ବିଭୀଷଣକୁ ରାଜା କରି, ରାମ ବିଜୟ ନିଜ ପୁରୀ। ପିତା ଉଦ୍ଦେଶ୍ୟେ ବନବାସ, ପୁରିଲା ଦ୍ୱାଦଶ ବରଷ। ରାମ ବିଜୟ ଇନ୍ଦ୍ର ଚାହିଁ, ସ୍ୱର୍ଗୁ କୁସୁମ ବରଷଇ। ଗଗନେ ଦେବେ ପନ୍ତେ ପନ୍ତେ, ରାମ ବିଜୟ ଦେଖୁଛନ୍ତି। ରାମ ବିଚ୍ଛେଦ ଦୁଃଖ ମନେ, ଭରତ ବୁଲେ ତପୋବନେ। ତାର ଚରିତ ଶୁଣି କର୍ଣ୍ଣେ, ଯେବା କହିଲେ ମୁନିଜନେ। କଠୋର ତପ ବନେ କରି, ସେ ବ୍ରହ୍ମଚାରୀ ରୂପ ଧରି। ନିରୀହ ଭାବେ ବଞ୍ଚେ ଦିନ, ବକ୍କଳ କରି ପରିଧାନ। ପିଙ୍ଗଳ ଜଟା ଭାର ସୋହେ, ହସ୍ତେ ତ୍ରିଦଣ୍ଡୀ ସଜ ବହେ। ରାମ ପାଦୁକା ଅଗ୍ରେ ଥୋଇ, ନିଶ୍ଚଳ ଚିତ୍ତେ ନିତ୍ୟ ଧ୍ୟାଇ। ସେ ରାମ ମୁନି ଗଣ ତୁଲେ, ଭରତ ତୁଲେ ସେ ମିଳିଲେ। ତାହାର ହସ୍ତ ରାମ ଧରି, ଆଶ୍ୱାସ ବାକ୍ୟେ କୋଳ କରି। ରାମ ଲକ୍ଷ୍ମଣ ହନୁମନ୍ତ, ସଙ୍ଗତେ ଘେନାଇ ଭରତ। ରାମ ପାଦୁକା ଶିରେ ସୋହେ, ତପସ୍ୱୀ ରୂପେ ଜନ ମୋହେ। ମିଳିଲେ ଅଯୋଧ୍ୟା ନିକଟେ, ସରଜୁ ନଦୀ ପୂର୍ବ ତଟେ। ରାମର ଆଗମନ ପଥେ, ମିଳିଲେ ପୁରୋହିତ ପାତ୍ରେ। ଦେବ ଶବଦେ ବିପ୍ରଜନେ, ଶଙ୍ଖ ଶବଦ ବାଦ୍ୟ ଶୁନେ। ଦିବ୍ୟ ବିମାନେ ବସି ପଥେ, ଧ୍ୱଜ ପତାକା ଶୋହେ ଯାନ୍ତେ। ଉତ୍ତମ ଅଶ୍ୱ ଗଜଯାନେ, ବୀରେ ଧାମନ୍ତି ତୋଷମନେ। ଗଣିକା ଯୂଥ ଅଗ୍ରେ ସୋହେ, ମାର୍ଗେ ଚଳନ୍ତେ ଜନ ମୋହେ। ବିବିଧ ଉପାୟନ ହସ୍ତେ, ଜୟ ଶବଦ କରି ପଥେ। ଯୁବତୀ ଘେନି ଦୀପାବଳି, ପଥେ ଦିଅନ୍ତି ହୁଳହୁଳି। ବିପ୍ରଙ୍କୁ ଦେଖି ରଘୁନାଥ, ଶିରେ ନିବେଶିବେନି ହସ୍ତ। ବିପ୍ରଙ୍କୁ ନମସ୍କାର କଲେ, ସୀତା ଲକ୍ଷ୍ମଣ ଭର୍ତ୍ତ ତୁଲେ। ଅଯୋଧ୍ୟାପୁର ଜନ ଯେତେ, ରାମ ଆଗମ ଦେଖି ପଥେ। ରାମ ଲକ୍ଷ୍ମଣ ସୀତା ଚାହିଁ, ରଙ୍ଗେ ନାଚନ୍ତି ଗୀତ ଗାଇ। ରାମ ପାଦୁକା ଘେନି ଶିରେ, ସଞ୍ଜତେ ଚାମର ସେ ଧରେ। ଭରତ ଚଳେ ରାମ ପାଶେ, ବିବୁଧେ ଦେଖନ୍ତି ଆକାଶେ। ସୁଗ୍ରୀବ ବିଭୀଷଣ ବେନି,
ଚଳନ୍ତି ଶ୍ଵେତ ଛତ୍ର ଘେନି ଶତ୍ରୁଘ୍ନ କରେ ଧନୁସର ସେବକ ଘେନି ସଙ୍ଗତର ମୁଣ୍ଡନ କରି ଜଟାଭାର ଘେନାଇ ନାନା ଉପହାର ଜାନକୀ କରେ କମଣ୍ଡଳ ପୂରିତ ନାନା ତୀର୍ଥ ଜଳ ଅଙ୍ଗଦ ହସ୍ତେ ଖଡ୍ଗ ସୋହି ସୌବର୍ଣ୍ଣ ସତେ ଚନ୍ଦ୍ର ଜହିଁ ସଙ୍ଗେ ଚଳନ୍ତି ଯୁଥ ଯୁଥ ମଧ୍ୟେ ବିଜୟ ରଘୁନାଥ ନମିଲେ ଗୁରୁ ପତ୍ନୀ ପାଦେ କୌଶଲ୍ୟା ଚରଣେ ଆନନ୍ଦେ ରାମଙ୍କୁ ଦେଖି ମାତୃଗଣ ହରସେ କରନ୍ତି କଲ୍ୟାଣ ପ୍ରାଣକୁ ପାଇ ତନୁ ଯେହ୍ନେ ଉଠେ ଆନନ୍ଦେ ତୋଷ ମନେ ତେସନ ହୋଇ ମାତୃଗଣ ରାମଙ୍କୁ କରନ୍ତି କଲ୍ୟାଣ ଆନନ୍ଦେ ଅଶ୍ରୁ ଜଳ ନେତ୍ରେ ସିଞ୍ଚନ୍ତି ଶ୍ରୀରାମର ଗାତ୍ରେ ରାମର ଶିରେ ଜଟା ଦେଖି ସର୍ବେ ହୋଇଲେ ମନ ଦୁଃଖୀ ତକ୍ଷଣେ ମିଳିଲେ ବ୍ରାହ୍ମଣେ ବଶିଷ୍ଠ ଆଦି ମୁନିଗଣେ ମୁଣ୍ଡନ କରି ଜଟାଭାର ଘେନିଣ ଗଲେ ଉପହାର ସୁବର୍ଣ୍ଣ କୁମ୍ଭେ ଜଳ ତିଳେ ରାମଙ୍କୁ ଅଭିଷେକ କଲେ ଉତ୍ତମ ବସ୍ତ୍ର ଅଳଙ୍କାର ରତ୍ନ ମୁକୁଟ ବାନ୍ଧି ଶିର ଜାନକୁ ତୁଲେ ଅଭିଷେକ କଲେ ତ୍ରିଦଶ ଦେବଲୋକ ରାମ ରାଜତ୍ୱ ପ୍ରଜାଜନ ସକଳେ ହରଷିତ ମନ କରନ୍ତି ସ୍ୱଧର୍ମ ଆଚାର ଏବେ ହୋ ଶୁଣ କୁରୁବୀର ତ୍ରେତୟା ବର୍ତ୍ତମାନ କାଳେ ଏସନେ ସତ୍ୟ ଯୁଗ ମିଳେ ରାମ ହୋଇଲେ ରାଜ୍ୟ ରାଜା ସତ୍ୟ ଯୁଗର ପ୍ରାୟ ପ୍ରଜା କରନ୍ତି ସ୍ୱଧର୍ମ ଆଚାର ଏବେ ହୋ ଶୁଣ କୁରୁବୀର ବନ ପର୍ବତ ନଦୀ ନଦ ଦୀପ ବରଷ ସିନ୍ଧୁ ବେଦ ପ୍ରଜାଙ୍କ କାମ ଧେନୁ ପ୍ରାୟ ସର୍ବେ ହୋଇଲେ ରସଦାୟ ନାସିଲେ ଆଦି ବ୍ୟାଧି ବ୍ୟଥା ହୃଦେ ହୋଇଲେ ଶ୍ୟାମରଥା ସେ ରାମ ଏକ ପତ୍ନୀବ୍ରତ ଆଗରେ ରାଜ ଋଷିବ୍ରତ ଆଚରି ଗୃହ ମେଧି ଧର୍ମ ଶୁଭେ ସକଳ କ୍ରିୟାକର୍ମ ଜାନକୀ ରାମର ଚରଣେ ସ୍ୱଧର୍ମେ ଖଟେ ଅନୁକ୍ଷଣେ କହଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଆଦିତ୍ୟ ବଂଶାନୁଚରିତ ସୁଜନେ ଶୁଣ ଅବିରତ ତ୍ୱରିତ ଭଜଳଧି ଶ୍ରବଣେ ଶୁଣ ନିରବଧି इति श्रीमद्भागवते महापुराणे परमहंस संहितायां वयां शिक्यां नवम स्कंदे श्रीरामचरित वर्णने नाम 10 अध्याय। ओम हरि ओम।